तू बोधे मो भाग्यर नाउ नाटक लिखिया पे आपन को केते दिन समय लागितला सत्य कहबे এইটা প্রকৃতরে সত কথা হচ্ছে এইটা 3 মাস লাগিଥିଲା। କୁହା ଯାଉଛି କ'ଣ ହବ ନାଟକ କ'ଣ ନାହିଁ ତା ଭିତରେ ଆମେ ଗୋଟେ ଏକ୍ସପେରିମେଣ୍ଟ କଲା ଭଳିଆ କଥା ଚାଲିଛି। ଅଧା ସିରି ଲେଖିକି କହିବ ଏ 17ଟା 18ଟା ନାଟକ ଲେଖୁଛି ତ। এই 25 26 যাত্রা সিজন রে এই কথাটা পচাରିଲେ ନାହିଁ ଯେ ପୁଣି ମତେ ଗୁଡାଏ ଗାଳି ଶୁଣାଏ। तीन जन यात्रा जगतर परदा पछर महानायक जे होचंती नाटकर स्रष्टा नाटकर बिंधाणी जहाँ द्वारा सृष्टि होता है नाटक आउ जहाँ आदृत करे दर्शक को दिल को छुए। तो बर्तमान आम सामने अच्छा यात्रा जगतर आज ट्रेंड राइटर आम समस्त प्रिय वन एंड ओनली डॉक्टर दीपक जेना सार अच्छा टे कैमेरा सरोज भाई टे सार आड़े कैमेरा ने दीपक सार अच्छा आम पाखे अच्छा नाटक तू बोधे मो भाग्य नौ नाटकर डायरेक्टर आम समस्त प्रिय गुरु प्रसाद मिश्र सार अच्छा गुरु सार अच्छा आ सब इंटरेस्टिंग कथा बहु नाटकर हिट नाटकर डायरेक्टर विशेषकर जो नुआ नाटक चली फ्यूचर रे तू मो बजरंगी नाटकर डायरेक्टर महेश हाजरा सार अच्छा समस्त को प्रणाम सर जय जगन्नाथ सर जय जगन्नाथ जय जगन्नाथ सर ଜୟ ଜଗନ୍ନାଥ। सर स्वागत जय जगन्नाथ ଜୟ ଜଗନ୍ନାଥ। केमती अच्छा सर ଭଲ ଅଛି। এই जो बंधु मिलन गोटे विचित्र संजोग अर्क क्षेत्र कोणार्क महोत्सव रे सर्वप्रथम कौन कह आप बंधु मिलन बंडिंग को लेकिन ପ୍ରକୃତରେ ଗୁରୁ ସାର୍ ଆସିଥିଲେ କୋଣାର୍କ ପିକନିକ କରିବା ପାଇଁ। ଆଜ୍ଞା। ଆଜିରା ସାର୍ ଆସିଛନ୍ତି ନାଟକ କରିବା ପାଇଁ। ମୁଁ ଆସିଛି ଏଠି ନାଟକ ଦେଖିବା ପାଇଁ। समस्त काम भिन्न भिन्न ଭିନ୍ନ ଭିନ୍ନ ଆଚ୍ଛା। ଗୋଟେ ଜାଗା এই जो भल पाइबा ଭଲ ପାଏ। माने दुई जन निर्देशक जने नाट्यकार तो एमती किसी प्रतिद्वंदी मनोभाव आसेनी केमती किसी ହଁ कॉम्पिटिटिव ହଁ ହଁ ଦି ଜଣ ଅତ୍ୟାଚାର କରନ୍ତି ଜଣେ ଅତ୍ୟାଚାରିତ हुए। अत्याचार किए करंती अत्याचार किए हुए ନିର୍ଦ୍ଦେଶକ କରନ୍ତି ସବୁବେଳେ ଲେଖକ ମାନଙ୍କ ଉପରେ। ଏହା କଣ ସତ୍ୟ ଏଟା ନିଶ୍ଚିତ ଭାବରେ ସତ୍ୟ। ବହୁତ କଷ୍ଟ କରିକି ସିନ୍ ଲେଖିକି ନେଇଥିବେ ଆଜ୍ଞା କହିବେ ଏଟା ଭଲ ଲାଗୁନି ବାଧ୍ୟ ହେଇକି ଆଉ ଥରେ ଲେଖିବେ। तो काहार डायरेक्शन रे आपण बेसी रेक्टिफाई करंती सर ନା ସେମିତି ସମସ୍ତେ ଯିଏ समस्त ଯେତେବେଳେ ଯାହା ଚାହିଁଛନ୍ତି ବିଶେଷ କରି तथापि की अधिका करंती ऑनेस्टली कहबे ଗୁରୁ ମିଶ୍ର ସାର୍। सर एई जो कथार रिप्लाई आपण कोन रखिबे ପ୍ରକୃତରେ ଆପଣ ମାନେ ଗୋଟେ ଶବ୍ଦ ଶୁଣିଥିବେ ନାରୀ ନିର୍ଯାତନା। ପ୍ରକୃତରେ ଏଠି ନାରୀ ନିର୍ଯାତନା ହଉଛି ନା ପୁରୁଷ ନିର୍ଯାତନା ହଉଛି ନିର୍ଯାତିତ ହଉଛି। ପୁରୁଷ କମିଶନର ଆବଶ୍ୟକତା ଅଛି କି ନାହିଁ ହେଲା କି ଏଇଟା ଗୋଟେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ମୁଁ କହିବାର ଆପଣ ଭାବୁଥିବେ ଯେ ମୁଁ ଗୋଟେ ଟପିକ ଡାଇଭର୍ଟେଡ୍ କଥା କହୁଛି ନାଇଁ ଆମର ନାଟକରେ ମା ଚରିତ୍ରଟି ହେଲା ନାଟ୍ୟକାର ବାପା ଚରିତ୍ରଟି ହେଲା ନିର୍ଦ୍ଦେଶକ ହେଲା କି ଏମାନେ ଯୋଉ ପ୍ରକାର ଆମକୁ ନିର୍ଯାତିତ କରୁଛନ୍ତି ହେଲା କି ବିଶେଷ କରି ଦୀପକ ଜେନା ଯୋଉ ପ୍ରକାର ନିର୍ଯାତିତ ମତେ କରୁଛି ମତେ ନୁହେଁ ମହେଶ ବି ସେଇ ସମାନ କଥା କହିବ ହେଲା କି ଅଧା ସିରି ଲେଖିକି କହିବ ଏ 17ଟା 18ଟା ନାଟକ ଲେଖୁଛି ତ ହେଲା କି ତେଣୁ ସମୟ ବି ତା ପାଖରେ ହାର ମାନିଯାଇଛି ସମୟ ବି ହାର ମାନିଯାଇଛି। समस्त आश्चर्य हुଅନ୍ତି ଆଶ୍ଚର୍ଯ୍ୟ ମାନେ ଏବେ ତ ସେ ବୁକ୍ ଅଫ୍ ରେକର୍ଡସ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ସ୍ଥାନ ପାଇବ ମଧ୍ୟ ତେଣୁ ଯାହା ହଉ କରିପାରୁଛି सार ବହୁତ केमती कोन समय पांती आमे भाबिले बेलू आश्चर्य लागुची जहा कलम बहुत द्रुत गति चले सारंकर आ सबुठ इंटरेस्टिंग कथा ए वर्षर जो भाइराल नाटक कथा कहबा प्रथम मु टीम कोणार्क को आसीबी तू बोधे मो भाग्यर नाहु आमर 132 राति 99 राति मंचस्थ हो सारी आ 100 राति डिक्लेयर हो सारी गोटे नाटक यात्रा जगत रे सर्वाधिक राति मंचस्थ करेछि। सर्वप्रथम यही नाटकर श्रेय तो मुझे को निहाती देवी कौन कहे सर नाटक एत हिट हवा पछरे आमे क्या श्रेय देवा आपनकर अवदान केमती कौन रही कौन कहे ପ୍ରକୃତରେ ଏଥିରେ ମୋର ଖାଲି ଅବଦାନ ନାହିଁ ଗୁରୁ ସାର୍ ଯେ ନିର୍ଦ୍ଦେଶକ ତାଙ୍କର ମଧ୍ୟ ଅବଦାନ ଅଛନ୍ତି। କାରଣ ସେ ନାଟକ କଲାବେଳେ ପ୍ରତ୍ୟେକଟି ସିନ୍ ନୁହଁ ପ୍ରତ୍ୟେକଟି ଧାଡ଼ି ନୁହଁ ପ୍ରତ୍ୟେକଟି ଶବ୍ଦକୁ ଜଗନ୍ତି। ଏଥିପାଇଁ ନାଟକ ଭଲ ଲାଗେ। ସବୁ ପରେ ମା ଶାରଳାଙ୍କ ଆଶୀର୍ବାଦ ଦର୍ଶକ ମାନଙ୍କ ଭଲ ପାଇବା କୋଣାର୍କ ଗଣନାଟ୍ୟର ମାଲିକଙ୍କର ଭଲ ପାଇବା ଆଉ କଳାକାର ମାନଙ୍କର ଝାଳବୁଆ ଖଟିଣି ଏଥିପାଇଁ ଦାୟୀ। सार केबे भी क्रेडिट नबाकू चाहते सार निहाती आपन बाबू फेरबी बर्तमान टी आम आसवा आज जो नाटक बर्तमान प्रस्तुति चली बैड बाय पीयूष भाई तू मो बजरंगी से नाटकर स्रष्टा आम पाखर अच्छा महेश हाजरा सार सार केमती चलती प्रस्तुति कौन कहे आपण प्रशंसक बंधु मान ଜୟ ଜଗନ୍ନାଥ ସମସ୍ତଙ୍କ ପାଇଁ ତ ଗୋଟେ
ବର୍ତ୍ତମାନ ଗୋଟେ କଠିନ ସମୟ ଯେମିତିକି କୁହାଯାଉଛି କ'ଣ ହବ ନାଟକ କ'ଣ ନାହିଁ ତା ଭିତରେ ଆମେ ଗୋଟେ ଏକ୍ସପେରିମେଣ୍ଟ କଲା ଭଳିଆ କଥା ଚାଲିଛି। ଆଶା ଓ ବିଶ୍ୱାସ ଯେଉଁ ନାଟକଟି କରୁଛୁ ଦର୍ଶକଙ୍କୁ ବହୁ ମାତ୍ରାରେ ଭଲ ଲାଗିବ ଆଉ କିଛି ନୂତନତ୍ୱ ସେଥିରେ ନିଶ୍ଚିତ ପାଇବେ, ସେଇଟା ସବୁଠୁ ବଡ଼ କଥା। ତଥାପି ଠାକୁରଙ୍କ ନାଁ ଯୋଉ ଶୀର୍ଷକରେ ରହିଛି ଏଇ ଯୋଉ ଶୀର୍ଷକ ନିର୍ଦ୍ଧାରିତ ହେଲା କେମିତି କ'ଣ କିଏ ସଜେସନ କରିଥିଲେ, ମାଲିକଙ୍କ ନା ଆପଣଙ୍କ ନିଜସ୍ୱ? ମାଲିକଙ୍କ ସହିତ କଥା ହେଇକି ସେ ନାଟିକୁ ସେ ସଜେଷ୍ଟ କରିଛନ୍ତି। କାହାଣୀ ତାହାରି ଉପରେ ଗତିଶୀଳ ହେଉଛି ମୋ ବଜରଙ୍ଗୀକୁ ନେଇକି। ତାର ଗ୍ରାଣ୍ଡ ଓପନ କେବେ ହବ? ଗ୍ରାଣ୍ଡ ଓପନ ଆମେ ତ ଜାନୁଆରୀ 5 ତାରିଖ ବୋଲି ଡିକ୍ଲେୟାର କରାହେଇଛି। ଜାନୁଆରୀ 5ରେ ଦର୍ଶକମାନଙ୍କ ପାଖରେ ପହଞ୍ଚିବ ବଜରଙ୍ଗୀ। ଦୀପକ ସାରଙ୍କର ଆଉ ଆପଣଙ୍କର ଯୋଡ଼ି ଏ ବର୍ଷ ଜଲିଉଡ ଦୁନିଆକୁ କୋଉ କୋଉ ନାଟକ ଭେଟି ଦେଇଛନ୍ତି ସାର୍? ଏ ବର୍ଷ ଦୀପକ ଜେନାଙ୍କ ସହିତ ମୋ ନାଟକ ହେଉଛି ଭୋଳାଶଙ୍କର, ସୂର୍ଯ୍ୟ ମନ୍ଦିରର ପଣତକାନି, ଯାଜ୍ଞସେନୀରେ ଗାନ୍ଧୀ କ'ଣ ଭୁଲ ହେଇଗଲା କି, ଏବଂ ଧଉଳିରେ ସବୁ ଅଙ୍କ ଭୁଲ ହେଇଗଲା। ବର୍ତ୍ତମାନ ସୁଦ୍ଧା ଏତିକିଟି ଚାଲିଛି। କୋଉ କୋଉ ନାଟକ ଆପଣ ଦେଖିଲେଣି ଆପଣଙ୍କ ନିର୍ଦ୍ଦେଶିତ ନାଟକ ଭିତରୁ? ସବୁତକ ନାଟକକୁ ତ ମୁଁ ଆଗେ ଦେଖିବି ତାପରେ ଦର୍ଶକଙ୍କୁ ଦେଖେଇବି। ଆଚ୍ଛା, ଆଉ ତାପରେ ବି ସବୁଗୁଡ଼ା ନାଟକକୁ ଥରେରୁ ଦୁଇଥର ଅନେକ ଥର ଦେଖି ସାରିଲିଣି। ଆପଣ ଯେତିକି ନାଟକ ଦେଖିଲେଣି ତ ଉଣାଧିକ ତ ନିହାତି କୋଉ ନାଟକରେ କିଛି ଗୋଟେ ଡିଫରେଣ୍ଟ ଥିବ, ତଥାପି ୟୁନିକ୍ ଆଜ ଏ ଅଡିଏନ୍ସ ଆପଣ ଓପିନିଅନ ରଖିବେ କୋଉ ନାଟକ କେତେ ଆଦୃତ କରିଛି ବୋଲି ଆପଣ ଫିଲ୍ କରନ୍ତି? ନାଟକ ଦର୍ଶକଙ୍କୁ କେମିତି ଆଦୃତ କରେ ସେଇଟା ହେଉଛି ଦର୍ଶକଙ୍କ ଅପିନିଅନ। ଆମେ ଜାଣିପାରୁ ଯେତେବେଳେ ଦର୍ଶକ ବହୁ ମାତ୍ରାରେ ମଞ୍ଚ ତଳକୁ ଆସନ୍ତି, ତମ୍ବୁ ତଳକୁ ଆସିକି ଟିକଟ କାଟିକି ନାଟକ ଦେଖନ୍ତି, ଏହା ସତ୍ୟ। ସବୁ ପରେ ସେଇ ନାଟକଟି ଭଲ ହୁଏ ଯେଉଁ ନାଟକଟିରେ ଗୋଟେ ଭଲ ଟିମ୍ ୱାର୍କ ହେଇଥାଏ। ଏଇ ନାଟକ ଯେତେବେଳେ ଆମେ ଫିଲ୍ଡରେ ଗୋଟେ ନାଟକ ଆମେ କରିଥିଲୁ ସବୁ ଅଙ୍କ ଭୁଲ ହେଇଗଲା, ସେଥିରେ ପ୍ରଥମ ଦୃଶ୍ୟରେ ଆମେ ଗୋଟେ ଧର୍ଷଣ ଦୃଶ୍ୟ କରିଥିଲୁ ଯେଉଁଥିରେ କି ଗୁରୁ ସାର୍ ଥିଲେ। ଯେତେବେଳେ ଗପ ଆମର ଆଲୋଚନା ହେଲା ଗୁରୁ ସାର୍ କହିଲେ ଆରେ ହାଜରା ସେ ଯେଉଁ ରେପ୍ ସିନ୍ଟା କରିବୁ ସେତେବେଳେ ଉପରୁ ଫୁଲ ପକେଇବୁ ଟିକେ ମଶାରୀ ପକେଇବୁ। ପ୍ରକୃତରେ ଯେତେବେଳେ ସେ ସିନ୍ଟା ଆମେ କମ୍ପୋଜ କଲୁ, ଅଡ଼ିଏନ୍ସ ପାଖରେ ପ୍ରେଜେଣ୍ଟେସନ୍ ବି କଲୁ, ସେ ସିନ୍ ସେୟା ଦେଖାଗଲା। ଏଇଟା ଗୋଟେ ଯେଉଁ କଥା କୁହନ୍ତି ଯେଉଁ ଟିମ୍ ୱାର୍କର କଥା, ଯଦି ସେ ଭାବିଥାନ୍ତେ ଯେ ସିଏ ତ ଗୋଟେ ଡାଇରେକ୍ଟର ମୁଁ ତାକୁ କାହିଁକି ଶିଖେଇବି, ମୁଁ ଭାବିଥାନ୍ତି ତାଙ୍କ କଥାରେ ମୁଁ ମାନି କାହିଁକି କାମଟା କରିବି। ସବୁବେଳେ ଯେତେବେଳେ ଯେକୌଣସି କାମଟା ଯଦି ଟିମ୍ ୱାର୍କରେ ହୁଏ ସେ କାମଟା ବାହାରକୁ ସୁନ୍ଦର ଦେଖାଯାଏ। ତେଣୁ ମୋତେ ବି ସେ ନାଟକଟି ବହୁତ ଭଲ ଲାଗିଛି, ଦର୍ଶକଙ୍କ ମତରେ ବି ସେ ନାଟକଟି ଭଲ ବି ଚାଲିଛି। ଆଉ ଜଣେ ସ୍ରଷ୍ଟା ହିସାବରେ ତ ମୁଁ ତ କହିବି ମୋ ସବୁତକ ନାଟକ ଭଲ ହେଇଛି। ଆପଣ ଯେତେବେଳେ ଦର୍ଶକ ଜାଗାକୁ ନେଇଗଲେ ଦର୍ଶକ ହିସାବରେ ମୋତେ ସେ ନାଟକଟି ବହୁତ ପସନ୍ଦ ଦେଇଛି, ଆତ୍ମତୃପ୍ତି ମିଳିଛି ମୋତେ। ଜଣେ ଦର୍ଶକ ହିସାବରେ ପୁଣି ଥରେ ମତ ରଖିବେ, ଏଇ ବର୍ଷ ଯୋଉ ନାଟକ ଚାଲିଛି ସମସ୍ତଙ୍କ ମୁହଁରେ ତୁ ବୋଧେ ମୋ ଭାଗ୍ୟର ନାହୁଁ, ଏ ନାଟକକୁ ନେଇକି ଆପଣ କ'ଣ କହିବେ? ଏ ନାଟକର ଫାଇନାଲ BGM ଯେଉଁଦିନ ହେଉଥିଲା ମୁଁ ଆସିଥିଲି, ନାଟକକୁ ଦେଖିଥିଲି, ତ 5ଟି ସିନ୍ ପରେ ଦେଖିଥିଲି, ତାପରେ ଆଉ ଦେଖିବାର ସୁଯୋଗ ପାଇନଥିଲି। ଆଉ ମୋର ତ ଦୃଢ଼ ବିଶ୍ୱାସ ଥିଲା ଗୁରୁ ସାର୍ଙ୍କ ଉପରେ ଏବଂ ଦୀପକ ଜେନାଙ୍କ ଉପରେ ଏଇଆ ଯେ ମୁଁ ଜାଣିଛି ଦୁଇ ଜଣ ଯାକ ସାର୍ ଯାହା ବି କରନ୍ତି ଭଲ କରନ୍ତି। ଅନ୍ତତଃ ପକ୍ଷେ ମୋତେ ତାଙ୍କ ନାଟକକୁ ନେଇକି ଏକ୍ସପେରିମେଣ୍ଟ କରିବାକୁ କଥା ନାହିଁ କି କାହାକୁ ପରୀକ୍ଷା ନିରୀକ୍ଷାର କଥା ନୁହେଁ ଯେ କ'ଣ ହବ ବୋଲି, ସିଏ ଜନ୍ମରୁ ସିଏ ବାଜିକି ଆସିଥାଏ ସେଇଭଳିଆ କଥା। କାହିଁକି ନା ସେ ଯେତିକି ପରିଶ୍ରମ କରନ୍ତି ତାଙ୍କ ନାଟକ ଉପରେ, ଆମେମାନେ ତ ଏବେକାର ପିଲା ଆମେ ସେତିକି ସମୟ ଦେବା କଥା ନାଟକକୁ ନେଇକି, ଆମେ ବହୁତ ନେଗ୍ଲେକ୍ଟ କରୁ। କିନ୍ତୁ ଗୁରୁ ସାର୍ ପୁଙ୍ଖାନୁପୁଙ୍ଖାନ ଭାବେ ସେ ନାଟକକୁ ଜଗିଥାନ୍ତି। ଯେଉଁ କଥାକି ଦୀପକ ସାରିଆ ଟିକେ ଆଗରୁ କହିଲେ, ପ୍ରତ୍ୟେକ ଲାଇନ୍କୁ ନିଏ ପ୍ରତ୍ୟେକ ଶବ୍ଦକୁ ଜଗନ୍ତି। ମାନେ ସେ ଯେଉଁ କଥାରେ ଅଛି ଯେଉଁ ଜିରାରୁ ଶିରା ଛିଡ଼େଇଲା ଭଳିଆ ଗୁରୁ ସାର୍ ପ୍ରତ୍ୟେକ ନାଟକରେ ସେଇଭଳିଆ ଜଗିଥାନ୍ତି। ଦୀପକ ସାର୍ ନାଟକ ମୋ ପାଖରେ କରୁଥିବେ, ପଳେଇ ଆସିବେ ଯେ ଗୁରୁ ସାର୍ ଡାକିଛନ୍ତି, ତାଙ୍କର କରେକ୍ସନ୍ ହବ, ଏଇ ଆଉ ଧାଡ଼ିଏ ଲେଖା ହବ। ଏଇଭଳିଆ କରିକି ଗୁରୁ ସାର୍ ଯେହେତୁ ଜଗନ୍ତି ତାଙ୍କ ନାଟକ ସବୁବେଳେ ଭଲ ହିଁ ହୁଏ। ସାର୍ ଏଇ ବର୍ଷ ତ ଆମର ଅଧା ସିଜନ ଗଲାଣି, ତ ଆଗାମୀ ବର୍ଷ ଯାତ୍ରା ଋତୁ ପାଇଁ 2026-27 ପାଇଁ ଆପଣ କେମିତି କ'ଣ ଅଣ୍ଟା ଭିଡ଼ିଲେଣି? ଏବେ ଆରମ୍ଭ ହେଇଛି ପ୍ରଥମ ନାଟକ ସିଂହ ବାହିନୀରେ ଏଡ଼ା ଡିକ୍ଲେୟାର ହବ, ଯୋଉଟା ରାଇଟର କିଏ? ଡକ୍ଟର ଦୀପକ ଜେନା। ତ ଆପଣ ମ୍ୟାକ୍ସିମମ୍ ନାଟକ ଦୀପକ ସାରଙ୍କ ସହ ହିଁ କରନ୍ତି? ହଁ କରୁଛି, ମୁଁ କରୁନାହିଁ ଦୀପକ ସାର୍ଙ୍କ ସହିତ, ଦୀପକ ସାର୍ ମତେ ନେଇକି କରାଉଛନ୍ତି ବୋଲି ମୁଁ କରୁଛି। ଆଚ୍ଛା ଆଚ୍ଛା ଆଚ୍ଛା। ପ୍ରଥମେ ଯୋଗାଯୋଗ କିଏ କାହାକୁ କରନ୍ତି? ଦୀପକ ସାର୍ ଆପଣଙ୍କୁ ଯୋଗାଯୋଗ କରନ୍ତି? ଦୀପକ ସାର୍ ମୋଠୁ ଡେଟ୍ ନେଇଯାଇଥାନ୍ତି ଯେ 3ଟା ଡେଟ୍ କାହାକୁ ଦବୁନି, କାହା ପାଖରେ କରିବୁନି। ଆଉ ସବୁଠୁ ଇଣ୍ଟରେଷ୍ଟିଂ କଥା, ଦୁଇ ଜଣ ଡିରେକ୍ଟର ଯେତେବେଳେ ମାନେ ଉଭୟଙ୍କ ଭିତରେ ଯୋଉ ବଣ୍ଡିଂ, ଯୋଉ କୋଅପରେସନ ନିହାତି ସ୍ୱାଗତ ଯୋଗ୍ୟ। ଗୁରୁ ସାର୍ଙ୍କୁ ମୁଁ ଡାଇରେକ୍ଟର ହିସାବରେ କେବେ ଦେଖି ନାହିଁ। ଗୁରୁ ସାର୍ ମୋର ଗୋଟେ ବଡ଼ ଭାଇ, ସିଏ ମୋର ଜଣେ ଉପଦେଷ୍ଟା, ମୋର ଗୋଟେ ଶୁଭେଚ୍ଛୁ। ଯେବେ ମୁଁ ପ୍ରଥମେ ନାଟକ କରିବାକୁ ଆସିଲି ବାଘାରେ ମୃତ୍ୟୁଦଣ୍ଡ, ସେବେଠୁ ସେ ମୋ ସହିତ ଅଛନ୍ତି। ପ୍ରତ୍ୟେକ ମୁହୂର୍ତ୍ତରେ ନାଟକ କ'ଣ କଲି, କେଉଁ ସିନ୍ କଲି, କେଉଁ କଳାକାର ସହିତ କେମିତି ବ୍ୟବହାର କରିବି,
କ'ଣ କଲେ ନାଟକଟି ଭଲ ହବ ସେବେଠୁ ସେ ଜଗେଇ ଥାନ୍ତି। କାହିଁକି ସେଥିରେ ବି ତାଙ୍କ ନାଟକ ଥିଲା। ମୁଁ ଯେତେବେଳେ କରୁଥିଲି ମୃତ୍ୟୁଦଣ୍ଡ ସେଇ ପାର୍ଟିରେ ତାଙ୍କର ବି ଖଣ୍ଡେ ନାଟକ ଥାଏ, ମୋର ବି ଥାଏ। କିନ୍ତୁ ସେ ସେଇ ଗୁରୁ ହିସାବରେ ନୁହଁ କି ଜଣେ ଡିରେକ୍ଟର ହିସାବରେ ନୁହଁ, ଜଣେ ସାନ ଭାଇଟେ ଆସିଛି ଗୋଟେ ଏ ଲାଇନ୍କୁ, କ'ଣ ଗୋଟେ ନୂଆ କଥାଟେ କରିବାକୁ ଯାଉଛି, ସେ ନୂଆଟା କରୁ। ପ୍ରତ୍ୟେକ ମୁହୂର୍ତ୍ତରେ ଗୋଟେ ଉପଦେଶ ଦିଅନ୍ତି, ଗାଇଡ୍ କରନ୍ତି। ଏଇ କେତେଟା ସିନ୍ ସାରିଲୁଣି ରେ, ସେ ସିନ୍ରେ ଗୀତ ବଜେଇଛୁ ତ, ଏଇଆ କରିଛୁ ତ, ପ୍ରତ୍ୟେକ କଥାଟିକୁ ପୁଙ୍ଖାନୁପୁଙ୍ଖାନ ଭାବେ ସେ ବୁଝନ୍ତି। ସେଇଟା ଗୋଟେ ଭଲ ଲାଗେ। ଆମ ଦି ଜଣଙ୍କ ଭିତରେ କେବେ ବି ନିର୍ଦ୍ଦେଶକ ହିସାବରେ ସମ୍ପର୍କ ହେଇନି। ଗୁରୁ ସାର୍ ହଉଛନ୍ତି ସବୁବେଳେ ମୋର ଗୋଟେ ବଡ଼ ଭାଇ ଭଳିଆ ମୋତେ ଉପଦେଶ ଦିଅନ୍ତି। ମୁଁ ତାଙ୍କ ଉପଦେଶକୁ ମାନିକି ଚାଲେ। ଆଶା ଓ ବିଶ୍ୱାସ ସେଇ ଆଶୀର୍ବାଦର ହାତଟି ସବୁବେଳେ ମୋ ମୁଣ୍ଡ ଉପରେ ଥିବ, ସେମିତି ଭଲ ପାଇବା ଦଉଥିବେ। वाह ଯାଉ ଏଇ ଭଲ ପାଇବା ଦେଖିକି ସତରେ ଆଜି ଛାତି କୁଣ୍ଢେମୋଟ ହେଇଯାଉଛି, ଆଖି ଲୁହ ଛଳ ଛଳ ହେଇଯାଉଛି। ଉଭୟଙ୍କ ଭିତରେ ଭଲ ପାଇବା ଦେଖନ୍ତୁ। ଏଠି କିଏ କାହାର ପ୍ରତିଦ୍ୱନ୍ଦ୍ୱୀ ନଥାନ୍ତି, ଉଭୟ ଗୋଟେ ଭାଇଚାରାର ସୁନ୍ଦର ପର୍ବକୁ ଏଠି ପାଳନ କରୁଛନ୍ତି। ନିହାତି ଏଥିରୁ ଆମକୁ କିଛି ଶିଖିବାର ଅଛି ଏଇ ସିଚୁଏସନରୁ। ସାର୍ ବହୁତ ବହୁତ ଧନ୍ୟବାଦ। ଏଇ ଭଲ ପାଇବା ଆମେ ମଧ୍ୟ ମହାପ୍ରଭୁଙ୍କୁ ପ୍ରାର୍ଥନା କରୁଛୁ, ଏଇ ଭଲ ପାଇବାରେ କାହାର ନଜର ନ ଲାଗୁ, ନିହାତି ସବୁବେଳେ ଅତୁଟ ରହୁ ଏଇ ବନ୍ଧନଟି ନିହାତି ଭାବରେ। ତ ପୁଣି ଥରେ ମୁଁ ଫେରିବି ସାର୍ଙ୍କ ପାଖକୁ, ଯାହାର ନାଟକ ହିଟ୍ କେବଳ ଗୋଟିଏ ନାଟକ ନୁହଁ, ପ୍ରତି ନାଟକ କଥା କହିବି। ଏ ବର୍ଷ ସାର୍ଙ୍କର ବହୁତ ସାରା ନାଟକ ଚର୍ଚ୍ଚାକୁ ଆସିବ। ସ୍ପେଶାଲି ଆପଣଙ୍କୁ କୋଉ ନାଟକଟି କେମିତି କ'ଣ ଲାଗିଛି ନିହାତି ଆପଣ ତ କମେଣ୍ଟ କରନ୍ତି, ମୁଁ ଦେଖେ ମଧ୍ୟ। ତ ଏଇ ବର୍ଷ ଆସିଛି ଆମର ବହୁତ ସାରା ନାଟକ। ସର୍ବପରେ ତୁ ବୋଧେ ମୋ ଭାଗ୍ୟର ନାଉ, ଯେହେତୁ କୋଣାର୍କ ଟିମ୍ ଏ ବର୍ଷ ବେଶୀ ରାତି ପ୍ଲେ କରିଛି। ସାର୍ ଏତେ ସବୁ ନାଟକ, ହିଟ୍ ନାଟକ ପଛରେ ଦୀପକ ଜେନାଙ୍କ ନାଁଟା ଯୋଡା ହେଇକି ରହେ। ନା ପ୍ରକୃତରେ ହିଟ୍ ନାଟକ ପଛରେ ମୋ ନାଁ ଯୋଡା ହେଇନି। ନାଟକକୁ ହିଟ୍ କରନ୍ତି ଦର୍ଶକ। ତେଣୁ ମତେ ଲାଗୁଛି ଯେ ମୁଁ କିଛି ନୁହଁ, ଯେ ଦର୍ଶକଙ୍କ ଭଲ ପାଇବା ବୋଧେ ଏମିତି କରୁଛି। ନା ଯେତେବେଳେ ସ୍କ୍ରିନରେ ପ୍ଲେ ହୁଏ ରାଇଟର ଡକ୍ଟର ଦୀପକ ଜେନା, ସେତେବେଳେ ଦର୍ଶକଙ୍କ ଆଦୃତଟି ବଢିଯାଏ କି ଦର୍ଶକ ମାନେ ବେଶୀ ମଞ୍ଚାଭିମୁଖୀ ହୁଅନ୍ତି କି? ନା ସେ ଜାଗାରେ ମୁଁ ବୋଧେ ପହଞ୍ଚିନି ଯେ ମୋ ନାଁ ଶୁଣିକି ଲୋକ ନାଟକ ଦେଖିବାକୁ ଆସୁଛନ୍ତି। ମୁଁ କହିଲି ଆରମ୍ଭରୁ କହିଛି ଯେ ଏଇଟା ସମସ୍ତଙ୍କ ଗୋଟେ ଟିମ୍ ୱାର୍କ, ଯେ ନାଟ୍ୟକାର, ନିର୍ଦ୍ଦେଶକ, ସଙ୍ଗୀତକାର, ଆମର ଯିଏ ଅଛନ୍ତି ଅମୃତମ ସାର୍, ନିଗମ ସାର୍, ଗୀତିକାର, ଏମିତିକି ଡ୍ୟାନ୍ସ ମାଷ୍ଟର, ଯିଏ କୋରିଓଗ୍ରାଫର, ସମସ୍ତେ ଯୋଉଠି ଭଲ କାମ କରନ୍ତି ସେଠି ନାଟକ ଭଲ ହୁଏ। ଏଇ ବର୍ଷ ଆପଣଙ୍କର କେତୋଟି ନାଟକ ଚାଲିଛି ସାର୍ ଏଇ 25-26 ଯାତ୍ରା ସିଜନରେ? ଏଇ କଥାଟା ପଚାରିଲେ ଯେ ପୁଣି ମତେ ଗୁଡେ ଗାଳି ଶୁଣାଏ। ନା 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 ଗାଳି ନୁହଁ, ମୁଁ ଯାହା ମୁଁ ନିଜର ପ୍ରଶ୍ନ ରଖିଲି। ଆପଣ ତ ଉତ୍ତର ମଧ୍ୟ ଅନେଷ୍ଟଲି ରଖିବେ, ଠିକ କଥା ରଖିବେ, ମୋର ବିଶ୍ୱାସ। ଏ ବର୍ଷ ବୋଧେ ବେଶୀ ହେଇଯାଇଛି, 18ଟା ନାଟକ ହେଇଛି। 18ଟା ନାଟକ। 18ଟା ନାଟକ। କେତେ ମାସ ଲାଗିଛି ଆପଣଙ୍କୁ ଲେଖିବା ପାଇଁ? ମୁଁ କଣ କହିବି, ଯେ 18ଟା ନାଟକ ମୁଁ ଯଦି କହିବି ଗୋଟେ ନାଟକ ମାସେ, ତାହେଲେ ବର୍ଷଟା ତ 18 ମାସ ନୁହଁ। ଆଚ୍ଛା, ହଁ। ତେଣୁ ତାକୁ ସେଇ ଅନୁସାରେ ହିସାବ କରିଦିଅନ୍ତୁ। 1/3 ପଡୁଛି, 20 ଦିନ ଲେଖା ପଡୁଛି ଗୋଟେ ନାଟକ। ଗୋଟେ ପ୍ରଶ୍ନର ଉତ୍ତର ସାର୍ ସଠିକ ରଖିବେ। ହିଟ୍ ନାଟକ ପ୍ରଥମେ ମୁଁ ଆମ ଟିମ୍ରୁ ଆରମ୍ଭ କରିବି। ତୁ ବୋଧେ ମୋ ଭାଗ୍ୟର ନାଉ ନାଟକ ଲେଖିବା ପାଇଁ ଆପଣଙ୍କୁ କେତେ ଦିନ ସମୟ ଲାଗିଥିଲା ସତ କହିବେ? ଏଇଟା ପ୍ରକୃତରେ ସତ କଥା ହଉଛି, ଏଇଟା 3 ମାସ ଲାଗିଥିଲା। ଗୋଟିଏ ନାଟକ ପୁଣି 3 ମାସ? ପୁଣି ସିଏ କ୍ୱେଶ୍ଚନ ଆପଣ ପଚାରିବେ ଯେ ତାହେଲେ 3 ମାସ ଯଦି ଗୋଟେ ନାଟକ ଲେଖିଥିଲେ 18ଟା ନାଟକ କେମିତି ଲେଖିଲେ? ପ୍ରକୃତରେ ଆମେ ନାଟକଟା ଲେଖାଯାଏ 10 ଦିନରେ, କିନ୍ତୁ ଆମର ଆଲୋଚନା ସମାଲୋଚନା ଯୋଉମାନେ ପଚାରନ୍ତି ଯେ ଏତେ ସମୟ କୋଉଠୁ ଆସିଛି, ପ୍ରକୃତରେ ଗୁରୁ ସାର୍ ଏଇଠି ଅଛନ୍ତି, ଆପଣ ତାକୁ ପଚାରି ପାରନ୍ତି ଯେ ଆମେ 2 ମାସ 3 ମାସ ରାତି 4ଟା ପର୍ଯ୍ୟନ୍ତ ଆଲୋଚନା କରୁ। ରାତି ଉଜାଗର ହୁଅନ୍ତି? ରାତି ଉଜାଗର, ସେଇଥିପାଇଁ ତ ମତେ ଦେଖୁଛନ୍ତି ଆଉ ଜଣା ପଡିଯାଉଛି ଯେ ମୁଁ ରାତି ଉଜାଗର ହୁଏ। ତେଣୁ ତେଣୁ 2.5 ମାସ 3 ମାସ ବହୁତ ଗପୁ ଆମେ, ଆଚ୍ଛା। ଯେ ସିନ୍ ଏମିତି କରିବା, ସେ ସିନ୍ ସେମିତି କରିବା, ସାର୍ କହିବେ ନା ଏଟା ଏମିତି ହବ ସେମିତି ହବ। ତେଣୁ ଏଇଟା ହେଉଛି ବାସ୍ତବ କଥା ଯେ ଲେଖା ନାଟକ ମୁଁ 10 ଦିନରେ ଲେଖିଦିଏ। ଯେତିକି ଦିନ ରିହର୍ସାଲ ସେତିକି ଦିନରେ ବି ମୁଁ ଲେଖିଦିଏ। ଗୋଟେ ନାଟକ ଗୁରୁ ସାରଙ୍କ ସାଙ୍ଗରେ ମୁଁ 3 ଦିନରେ ବି ଲେଖିଛି। ସାର୍ ଆପଣଙ୍କୁ ଦର୍ଶକ ମାନେ ବହୁତ ଭଲ ପାଉଛନ୍ତି, ଏ ଖବର ଆପଣଙ୍କ ପାଖରେ ପହଞ୍ଚିଛି? ନିଶ୍ଚିତ ସେଇମାନଙ୍କ ଭଲ ପାଇବା ପାଇଁ ତ ଆମେ ବଞ୍ଚିଛୁ। ତେଣୁ ଦର୍ଶକଙ୍କ ଭଲ ପାଇବା ସେମିତି ଥାଉ, ସେମିତି ତାଙ୍କ ଭଲ ପାଇବା ଯେତେ ବଢି ବଢି ଯିବ, କଲମ ସେତେ ଆଗକୁ ଯିବ। ଆଗାମୀ ବର୍ଷର ଯଦି କୌଣସି ଶୀର୍ଷକ ନିର୍ଦ୍ଧାରଣ କରିସାରିଛନ୍ତି ତ କିଛି କାହାଣୀ ରିଭେଲ କରିବେ, କୌଣସି ନାଟକର ଟାଇଟଲ ଡିକ୍ଲେୟାର କରିବେ କି ଆଗାମୀ ବର୍ଷ ପାଇଁ 2026-27 ପାଇଁ? ହଁ ବୋଧେ ଗୋଟେ ନାଟକ, 2ଟା ନାଟକ ଡିକ୍ଲେୟାର ହେଇଛି। ଗୋଟେ ରଙ୍ଗମହଲର ହେଇଛି ହରିଶ୍ଚନ୍ଦ୍ର, ଆଉ ଗୋଟେ ସ୍ୱର୍ଣ୍ଣ ମହଲର ହେଇଛି ତୋ ନାଁ ପାଖରେ ମୋ ନାଁ ଲେଖା। ଏଇ 2ଟା ଡିକ୍ଲେୟାର ହେଇଛି। ତୋ ନାଁ ପାଖରେ ମୋ ନାଁ ଲେଖା। ଗୁରୁ ସାରଙ୍କର ଆଗରୁ ଗୋଟେ ନାଟକ ଥିଲା ତୋ ନାଁକୁ ମୋ ନାଁରେ ଦେଇଛି ଯୋଡି, ବୋଧେ ଆଇ ଥିଙ୍କ ବାଘାଯତୀନ ଲୋକନାଟ୍ୟ, ଯଦିଓ ମୁଁ ଭୁଲ ନୁହେଁ। ହଁ ହଁ, ରାଇଟର ବୋଧେ ଆମର ଗଣେଶ ରାଉତ ସାର୍ ନା? ସାର୍ ଏମିତି କଣ ତୋ ନାଁକୁ ମୋ ନାଁରେ ଦେଇଛି ଯୋଡି ପରେ ପୁଣି ଥରେ ସେଇ ନାଁ ସହିତ ଟିକେ ସାମଞ୍ଜସ୍ୟ ରହୁଛି, ପୁଣି ରାଇଟର ବଦଳି ଗଲେ, କଣ କହିବେ?
କିଛି ସାମଞ୍ଜସ୍ୟ ନାହିଁ। ସେଠି ହେଇଥିଲା ତୋ ନାଁରେ ମୋ ନାଁକୁ ଦେଇଛି ଯୋଡ଼ି, ଏଠି ହେଲା ତୋ ନାଁ ପାଖରେ ମୋ ନାଁ ଲେଖା। ସେଠି ଯୋଡ଼ା ଯୋଡ଼ି ହେଇଥିଲା, ଏଠି ଲେଖା ଲେଖି ହେଇଛି। କିଛି ସାମଞ୍ଜସ୍ୟ, ନାଟକର କାହାଣୀ ଅଲଗା ଅଲଗା କଥା ହବ, ଅଲଗା ଅଲଗା ଘଟଣା ଘଟିବ। ଆଉ ଡକ୍ଟର ଦୀପକ ଜେନା ଅଛନ୍ତି ମାନେ ନିଶ୍ଚିତ ଭାବରେ କିଛି ନୂଆ କଥା ବି ତା ଭିତରେ ଘଟିବ। ପ୍ରତିବର୍ଷ ଟିମ୍ କୋଣାର୍କକୁ ଆପଣଙ୍କ ତରଫରୁ ଗୋଟେ ଭେଟି ମିଳେ। ଆଗାମୀ ବର୍ଷ ଆପଣ ଉଭୟଙ୍କର ଗୋଟେ ନାଟକ ଅଛି କି ନାହିଁ, ଇଏ ସ୍ୱର୍ଣ୍ଣ? ଅଛି, ନିଶ୍ଚିତ ଭାବରେ ଅଛି। ଆମର ଦ୍ୱିତୀୟ ଡେଟ୍‌ଟି ସେକେଣ୍ଡ ନାଟକଟି ଡକ୍ଟର ଦୀପକ ଜେନାଙ୍କ ସହିତ ମୁଁ ଅଛି। ଚେଷ୍ଟା କରିବା କିଭଳି ଭାବରେ ଗୋଟେ କ'ଣ ଭଲ କରିବା ପାଇଁ। ତାପରେ ଭଗବାନଙ୍କ ଆଶୀର୍ବାଦ, ଗୁରୁ ଆଶୀର୍ବାଦ। ଯାଉ ଆଜି ବହୁତ ଭଲ ଲାଗିଲା ଏଇ ସୁନ୍ଦର ବଣ୍ଡିଂ। ତିନି ଜଣ ମହାନାୟକଙ୍କ ହୃଦୟର କଥା, ମନର କଥା, ଅନେକ ଅକୁହା କଥା ଆପଣମାନେ ଦେଖୁଥିଲେ। ମହେଶ ହାଜରା ସାର୍ ମନର କଥା ରଖିଲେ, ଗୁରୁପ୍ରସାଦ ମିଶ୍ର ସାର୍ ମନର କଥା ରଖିଲେ, ଆଉ ନାଟ୍ୟକାର ଡକ୍ଟର ଦୀପକ ଜେନା ସାର୍ ମଧ୍ୟ କହିଲେ। ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ। ମହାନ ଗୁରୁ, ଆଜି ମୋର ଅହଭାଗ୍ୟ ସତରେ ଏଇ ମୋମେଣ୍ଟ ଗୋଟେ ଗୋଲ୍ଡେନ୍ ମୋମେଣ୍ଟ। ଆଜି କୋଣାର୍କ ଫେଷ୍ଟିଭାଲରେ ତିନି ଜଣ ଗୁରୁଙ୍କୁ ଦେଖାହେଲା। ସମସ୍ତଙ୍କୁ ମୋ ତରଫରୁ ବହୁତ ବହୁତ ଧନ୍ୟବାଦ। ମୁଁ ସମସ୍ତଙ୍କୁ ନିଶ୍ଚିତ ଭାବେ ଭୂମିଷ୍ଠ ପ୍ରଣାମ କରିବି, ଏଠୁ ପ୍ରଣାମ କରିବି ସାର୍। ମୋ ଉପରେ ଟିକେ ସାର୍ ଆଶୀର୍ବାଦର ହାତ ଟିକେ ଦିଅନ୍ତୁ ସାର୍, ନିହାତି ଭାବେ। ଥ୍ୟାଙ୍କ ୟୁ ସାର୍, ଲଭ୍ ୟୁ। ସାର୍ଙ୍କୁ ଟିକେ ବହୁତ ନିହାତି ଧନ୍ୟବାଦ ଦେବି ସାର୍ଙ୍କୁ ଟିକେ। ଥ୍ୟାଙ୍କ ୟୁ ସାର୍, ଲଭ୍ ୟୁ ଦିଲ୍ ସେ। ଜୟ ଜଗନ୍ନାଥ।